ଆଜି କାଞ୍ଜିଅଳା ଓଷା। ଏହି ଓଷାକୁ ମାର୍ଗଶିର ମାସ କୃଷ୍ଣପକ୍ଷ ନବମୀ ତିଥିରେ ପାଳନ କରାଯାଏ। ଏହି ଓଷାର ବିଶେଷତ୍ୱ ହେଉଛି ସନ୍ତାନ ସନ୍ତତିଙ୍କ ମଙ୍ଗଳ କାମନା ଉଦ୍ଦେଶ୍ୟରେ ଓ ନିଃସନ୍ତାନ ନାରୀମାନେ ସନ୍ତାନ ପ୍ରାପ୍ତି ପାଇଁ ମା ଷଠୀ ଦେବୀଙ୍କ ନିକଟରେ ପୂଜା ଅର୍ଚ୍ଚନା କରିଥାନ୍ତି। ଷଠୀ ଦେବୀ ହେଉଛନ୍ତି ଭଗବାନ ଏକ ଅନନ୍ୟ ସ୍ୱରୂପ, ଯିଏକି ସନ୍ତାନ ସନ୍ତତିଙ୍କ ଭାଗ୍ୟ ନିର୍ଦ୍ଧାରଣ କରନ୍ତି। ତେବେ ଏହି ଓଷା ସମ୍ପର୍କରେ ଆଉ ଏକ ସୁନ୍ଦର କାହାଣୀ ରହିଛି। ଗୋଟିଏ ଦେଶରେ ଜଣେ ସାଧବ ଥିଲେ। ତାଙ୍କର 4 ପୁଅ ଓ 4 ବୋହୂ ଥିଲେ। 4 ପୁଅ ବେପାର ବଣିଜ କରନ୍ତି। ତାର ସାନ ବୋହୂ ପ୍ରଥମେ ଗର୍ଭବତୀ ହେଲା। ଏହା ଶୁଣି ଘରେ ସମସ୍ତଙ୍କ ମନ ଖୁସିରେ ନାଚି ଉଠିଲା। 4 ମାସ ହେବା ପରେ କଖାରୁ ଖାଇବାରୁ ଇଚ୍ଛା ହେଲା, କିନ୍ତୁ ସାଧବ ଘର ବାଡ଼ିରେ କଖାରୁ ନଥିଲା। ସାଧବ ବୋହୂ ଲାଜରେ କାହାକୁ ନ କହି ପଡ଼ିଶା ଘର ବାଡ଼ିରୁ କଖାରୁଟିଏ ଚୋରି କରି ଆଣି ଆମ୍ବିଳ କରି ଖାଇଲା। ତା ପରଦିନ ପଡ଼ିଶା ଘର ଲୋକ ବଗିଚାରେ କଖାରୁ ନଥିବାର ଦେଖି ଅଭିସମ୍ପାତ କଲା, ଯିଏ ମୋ ବାଡ଼ିରୁ କଖାରୁ ଚୋରି କରି ନେଇଛି, ତାର ଛୁଆ ହେବା ମାତ୍ରେ ଷଠୀ ଦେବୀ ଚୋରି କରି ନେଇଯାଉ। ଷଠୀ ଦେବୀ ଏକଥା ଜାଣିପାରିଲେ। କିଛି ଦିନ ପରେ ସାନ ବୋହୂ ପୁଅଟିଏ ଜନ୍ମ ଦେଲା। ଗର୍ଭ କଷ୍ଟ ସହି ନ ପାରି ସେ ଅଚେତ ହୋଇ ଶୋଇଥିବା ବେଳେ ଷଠୀ ଠାକୁରାଣୀ ତାର ପିଲାକୁ ଚୋରେଇ ନେଇଗଲେ। ବୋହୂଟି ନିଦରୁ ଉଠି ପାଖରେ ପିଲାକୁ ନ ପାଇ କାନ୍ଦିବାକୁ ଲାଗିଲା। ସମସ୍ତେ ଚାରିଆଡ଼େ ଖୋଜିଲେ, କିନ୍ତୁ କେଉଁଠି ପାଇଲେ ନାହିଁ। ଏହିପରି ସାଧବାଣୀର 5 ପୁଅକୁ ଷଠୀ ଦେବୀ ଚୋରି କରି ନେଇଗଲେ। ଶେଷରେ ପୁଣି ଥରେ ସାଧବାଣୀ ଗର୍ଭବତୀ ହେଲା ଏବଂ ପ୍ରସବ ସମୟ ପାଖେଇ ଆସିବାରୁ ତାକୁ ଭୀଷଣ ଯନ୍ତ୍ରଣା ହେଲା। ଏହା ଦେଖି ଶାଶୁ ରାଗିଯାଇ କହିଲେ, ତୁ 5ଟି ପିଲା ଖାଇସାରିଲୁଣି, ଆଉ ତୋର ଏଇ ଘରେ ସ୍ଥାନ ନାହିଁ। ତୁ ଏଇକ୍ଷଣି ଏଇ ଘରୁ ବାହାରି ଯା। ଗୋଟିଏ ସୂତାକଣ୍ଟା ଦେଇ କହିଲେ, ଯେଉଁଠି ଏଇ ସୂତାକଣ୍ଟା ରହିବ ସେଇଠାରେ ପିଲା ଜନ୍ମ କରିବୁ। କିଛି ଉପାୟ ନ ପାଇ ସାନ ବୋହୂ ଶାଶୁଙ୍କ କଥା ମାନି ସୂତାକୁ ଧରି ଚାଲିଗଲା। ଶେଷରେ ସୂତାକଣ୍ଟାର ଅଗ୍ରଭାଗ ଯାଇ ଏକ ଅଗନାଅଗନି ବନସ୍ତରେ ଭିତରେ ସରିଲା। ପୁରା ଅନ୍ଧାରେ କେହି କୁଆଡ଼େ ନାହାନ୍ତି। ସାଧବାଣୀ ଏକୁଟିଆ ହୋଇ କାନ୍ଦିବାକୁ ଲାଗିଲା। ପୁଣି ଗର୍ଭକଷ୍ଟ ବଢ଼ିବାକୁ ଲାଗିଲା। ଠିକ୍ ସେହି ସମୟରେ ସାଧବାଣୀ ଆଉ ଗୋଟିଏ ଛୁଆ ଜନ୍ମ କଲା, କିନ୍ତୁ ସିଏ ମଣିଷ ଛୁଆ ନୁହେଁ, ଗୋଟିଏ କାଠ କଣ୍ଢେଇ ଥିଲା। ଏହା ଦେଖି ସାଧବାଣୀ ଖୁବ୍ ବିକଳ ହୋଇ ମା ଷଠୀ ଦେବୀକୁ ସ୍ମରଣ କରି ଡାକିବାକୁ ଲାଗିଲା। ଷଠୀ ଦେବୀ ତାର କ୍ରନ୍ଦନ ଆଉ ସହ୍ୟ କରିପାରିଲେ ନାହିଁ। ଶେଷରେ ଷଠୀ ଦେବୀ ତାର 5 ପୁଅଙ୍କ ସହିତ ସାଧବାଣୀ ପାଖକୁ ଆସିଲେ ଏବଂ କହିଲେ, ତୁ ଡାହାଣୀ ନା ପିଚାଶୁଣି? ଏ ଗହନ ବନ ଭିତରେ କେଉଁଠୁ ଆସିଲୁ ଓ କାହିଁକି କାନ୍ଦୁଛୁ? ଏକଥା ଶୁଣି ସାଧବାଣୀ ଠାକୁରାଣୀକି ଦେଖି ଚିହ୍ନି ପାରି ପଛ କଥା ସବୁ ଗୋଟି ଗୋଟି କରି କହିଲା। ତାପରେ ଠାକୁରାଣୀ ତାର 5 ପୁଅକୁ ଫେରେଇ ଦେଲେ। କହିଲେ, ମୁଁ ତ 5 ପୁତ୍ରକୁ ଚୋରେଇ ନେଇଥିଲି, ତୁ ନେ। ଜୀବନରେ ଆଉ କେବେ କାହାରି ଜିନିଷ ଚୋରି କରିବୁ ନାହିଁ ଏବଂ ମାର୍ଗଶିର ମାସ ଅଷ୍ଟମୀ ପରଦିନ କାଞ୍ଜିଅଳା ଉପବାସ କରିବୁ। ତୋର ପୁତ୍ରମାନଙ୍କର ମଙ୍ଗଳ ହେବ। ଏହା ଶୁଣି ସାଧବାଣୀ କହିଲା, ମା, ମୁଁ ହେଉଛି ମୂର୍ଖ। ପୂଜାବିଧି ବିଷୟରେ ମୁଁ କିଛି ଜାଣିନାହିଁ। ମୋତେ ଏହି ଓଷା ବିଷୟରେ ବିଧିବିଧାନ ଦୟାକରି କହିଦିଅନ୍ତୁ। ତାପରେ ଠାକୁରାଣୀ ସବୁ କହିଲେ। ବିଧିବିଧାନ। ମାର୍ଗଶିର ମାସ କୃଷ୍ଣପକ୍ଷ ନବମୀ ଦିନ ସକାଳୁ ନାରୀମାନେ ସ୍ନାନ କରି ଦିନସାରା ଉପବାସ କରିଥାନ୍ତି। ସନ୍ଧ୍ୟାବେଳେ ନିଜ ଅଗଣାରେ ତୁଳସୀ ଚଉରା ମୂଳରେ ପୋଖରୀ ପରି ଗୋଟିଏ ଛୋଟ 4 କୋଣିଆ ଗାତ ଖୋଳି ତହିଁରେ ପାଣି ଭରନ୍ତି। ପୋଖରୀରୁ ଛୋଟ ଛୋଟ ମାଛ ଆଣି ଏଥିରେ ଛାଡ଼ିଥାନ୍ତି। ଏହି ଗାତ ଚାରିପଟେ ବାଳୁଙ୍ଗା ଧାନ ପୋତିଥାନ୍ତି। ପୋଖରୀ ମଝିରେ ସାରୁ ଗଛଟିଏ ପୋତି ତାରି ମୂଳରେ ପିଢ଼ାଟିଏ ଥୋଇଥାନ୍ତି। 7ଟି ପିତା ଶୁଖୁଆ ଆଣି ସେଗୁଡ଼ିକୁ ହଳଦୀ ପାଣିରେ ଧୋଇ ହଳଦିଆ କନାରେ ଗୁଡ଼ାଇ ବୋହୂ ପରି ବେଶ କରି କଜଳ ସିନ୍ଦୁର ଲଗାଇ ପିଢ଼ା ଉପରେ ବସାଇ ଦିଅନ୍ତି। ପ୍ରତିଟି ଶୁଖୁଆ ପାଖରେ ଗୋଟିଏ ଗୋଟିଏ ପୋଇ ରଖିଥାନ୍ତି। ଘରେ ଭାତ, ଡାଲି, କାଞ୍ଜି, ସାରୁ, ମୂଳା, ପିତା ଶୁଖୁଆ ପକାଇ ତରକାରୀ ଓ 2ଟି ଚକୁଳି ପିଠା କରିଥାନ୍ତି। ଷଷ୍ଠୀ ଦୁଆଇଁ ଠାକୁରାଣୀଙ୍କୁ ମନାସି ଏତକ ପୂଜା କରିଥାନ୍ତି। ଭୋଗ ସରିଲା ପରେ ସେହି ସାମଗ୍ରୀକୁ ଯେଉଁ ପିଲାଙ୍କ ପାଇଁ ମାନସିକ କରିଥିବେ ସେମାନଙ୍କୁ ଖୁଆଇ ଦିଅନ୍ତି। ଅବଶିଷ୍ଟ ଭୋଗ ନଦୀରେ ଭସାଇ ଦିଅନ୍ତି କିମ୍ବା ପୋତି ଦିଅନ୍ତି। ଯେଉଁ 7 ଖଣ୍ଡି ପୋଇ ଶୁଖୁଆ ବୋହୂଙ୍କ ପାଖରେ ରଖିଥାନ୍ତି ତାହାକୁ କାହାକୁ ଦେବା ମନା। ସେସବୁ ନଦୀରେ ଭସେଇ ଦିଅନ୍ତି। ଲୋଭରେ ପଡ଼ି ପରଦ୍ରବ୍ୟ ଚୋରି କଲେ ଦଣ୍ଡ ମିଳିଥାଏ ବୋଲି ଏହା ହିଁ ଏହି ବ୍ରତର ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରାଯାଇଛି।